ନମସ୍କାର ଦର୍ଶକ ବନ୍ଧୁ। ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପିଏମ୍ କିଷାନ ଯୋଜନାର 23ତମ ଇନଷ୍ଟଲମେଣ୍ଟର ଟଙ୍କା ଚାଷୀ ଭାଇ ଭଉଣୀମାନଙ୍କ ଆକାଉଣ୍ଟକୁ ଆସିବା ପାଇଁ ଯାଉଛି। ତେଣୁ ଆଜି ସନ୍ଧ୍ୟା ଆପଣମାନଙ୍କର 5ଟା ସୁଦ୍ଧା ଆପଣମାନଙ୍କ ଆକାଉଣ୍ଟରେ ପିଏମ୍ କିଷାନ ଯୋଜନାର 23ତମ ଇନଷ୍ଟଲମେଣ୍ଟର 2000 ଟଙ୍କା କ୍ରେଡିଟ୍ ହେଇଯିବ। ତେଣୁ ଏଥର ପିଏମ୍ କିଷାନ ଯୋଜନାରେ ଯେହେତୁ ପୂର୍ବ 22ତମ ଇନଷ୍ଟଲମେଣ୍ଟ ଅପେକ୍ଷା 12 ଲକ୍ଷ ନୂଆ ହିତାଧିକାରୀଙ୍କୁ ସାମିଲ କରାଯାଇଛି ଏବଂ ସେହି 12 ଲକ୍ଷ ନୂଆ ହିତାଧିକାରୀମାନଙ୍କ ମଧ୍ୟରୁ ବହୁତ ଜଣ ଫାର୍ମର ରହିଛନ୍ତି ଯେଉଁମାନେ କି 22ତମ ଇନଷ୍ଟଲମେଣ୍ଟର ଟଙ୍କା ପାଇନଥିଲେ। ବିଭିନ୍ନ ରିଜିନ୍ ପାଇଁ ତାଙ୍କର 22ତମ ଇନଷ୍ଟଲମେଣ୍ଟର ଟଙ୍କା ପେଣ୍ଡିଂ ଥିଲା। ତ ସେଇଭଳି ଆମ ଓଡ଼ିଶାରେ ମଧ୍ୟ ବହୁତ ହିତାଧିକାରୀ ବିଭିନ୍ନ କାରଣବଶତଃ ପୂର୍ବରୁ ସବୁ ଟଙ୍କା ପାଇଥିଲେ, କିନ୍ତୁ 22ତମ ଇନଷ୍ଟଲମେଣ୍ଟରେ ତାଙ୍କର ଟଙ୍କାଟି ଯାହାକି ସ୍ଥଗିତ ରଖାଯାଇଥିଲା। କିନ୍ତୁ 23ତମ ଇନଷ୍ଟଲମେଣ୍ଟରେ ବର୍ତ୍ତମାନ ସେହି ସବୁ ହିତାଧିକାରୀମାନଙ୍କ ମଧ୍ୟରୁ ବହୁତ ହିତାଧିକାରୀଙ୍କୁ ଯାହାକି ତାଙ୍କର ବାକି ପେମେଣ୍ଟ ଯେଉଁଟାକି 22ତମ ଇନଷ୍ଟଲମେଣ୍ଟର 2000 ଟଙ୍କା ଏବଂ 23ତମ ଇନଷ୍ଟଲମେଣ୍ଟର ଆଉ 2000 ଟଙ୍କା ଅର୍ଥାତ୍ 4000 ଟଙ୍କା ମିଳିବା ପାଇଁ ଯାଉଛି। ତେଣୁ କେଉଁ ଫାର୍ମରମାନେ ସେହି ଟଙ୍କା ପାଇବେ ଏବଂ ଏଥର ଆମ ଓଡ଼ିଶାରେ କେତେ ନୂଆ ହିତାଧିକାରୀଙ୍କୁ ଟଙ୍କା ମିଳିବ ସେ ବିଷୟରେ ଆସିଥିବା ଗୋଟେ ଇମ୍ପୋର୍ଟାଣ୍ଟ ଅପଡେଟ୍ ବିଷୟରେ ଏହି ଭିଡ଼ିଓରେ ଆଲୋଚନା କରିବା। ତେଣୁ ଭିଡ଼ିଓଟି ଆପଣମାନଙ୍କ ପାଇଁ ନିହାତି ଇନଫର୍ମେଟିଭ୍ ରହିବ। ତେଣୁ ଭିଡ଼ିଓକୁ ଜମାରୁ ସ୍କିପ୍ ନ କରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲ୍ରେ ସେଟ୍ କରିଦେବେ। ତ ଦେଖନ୍ତୁ, ପୂର୍ବରୁ ଯେଉଁ 22ତମ ଇନଷ୍ଟଲମେଣ୍ଟ ଆସିଥିଲା ସେ ସମୟରେ ସସ୍ପେକ୍ଟେଡ୍ ରିଜିନ୍ ପାଇଁ ଯେଉଁଟାକି ଆପଣମାନଙ୍କର ଥିଲା ବିଭିନ୍ନ ପ୍ରକାର କାରଣବଶତଃ ବହୁତ ଜଣ ଚାଷୀଙ୍କର ଟଙ୍କାକୁ ହୋଲ୍ଡ କରାଯାଇଥିଲା ଏବଂ ସେମାନଙ୍କୁ ଯାହାକି କୁହାଯାଇଥିଲା ଯଦି ଆପଣମାନଙ୍କର ହୋଲ୍ଡ ଅଛି ଆପଣମାନେ ନିଜ ବ୍ଲକ କିମ୍ବା ଡିଷ୍ଟ୍ରିକ୍ଟର ଏଗ୍ରିକଲଚର ଅଫିସରଙ୍କୁ ଯାଇ ନିଜର ସବୁକିଛି ଡିଟେଲ୍ସ ପ୍ରଦାନ କଲା ପରେ ଆପଣମାନଙ୍କ ଷ୍ଟାଟସଟି ଅପଡେଟ୍ ହେଇଯିବ ଏବଂ ଆପଣମାନେ ପରବର୍ତ୍ତୀ ଇନଷ୍ଟଲମେଣ୍ଟ ପାଇବେ। ତେଣୁ ବର୍ତ୍ତମାନ ଆମେ ଯଦି ଦେଖିବା ତ ଗତ ଥର ଯେଉଁଟାକି ଆପଣମାନଙ୍କ ସାମ୍ନାରେ ଦେଖନ୍ତୁ ସ୍କ୍ରିନ୍ରେ ରହିଛି ଆପଣମାନଙ୍କର ଅପଡେଟ୍। ଗତ ଥର ଆମର ଯେଉଁ 22ତମ ଇନଷ୍ଟଲମେଣ୍ଟର ଟଙ୍କା ଆସିଥିଲା ସେଥିରେ ଓଡ଼ିଶାର 34 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଭାଇ ଭଉଣୀମାନଙ୍କୁ ଯାହାକି 684 କୋଟି ଟଙ୍କା ପ୍ରଦାନ କରାଯାଇଥିଲା, ଯେଉଁଟାକି 13 ମାର୍ଚ୍ଚ 2026ରେ ଆମର ଓଡ଼ିଶା ସରକାରଙ୍କ ତରଫରୁ ଏହି ସୂଚନାଟି ଆସିଥିଲା। ତେଣୁ ଆଜିର ଯେଉଁ ଅପଡେଟ୍ଟି ରହିଛି ଦେଖନ୍ତୁ 23ତମ ଇନଷ୍ଟଲମେଣ୍ଟରେ ଯେଉଁଟାକି ପୂର୍ବରୁ 34 ଲକ୍ଷ ଥିଲା ତାହା ବର୍ତ୍ତମାନ 34.6 ଅର୍ଥାତ୍ 34,60,000 ହିତାଧିକାରୀଙ୍କୁ ଏଥିରେ ଯାହାକି ସାମିଲ କରାଯିବ ଏବଂ 693 କୋଟି ଟଙ୍କା ପ୍ରଦାନ କରାଯିବ। ଅର୍ଥାତ୍ ଆମର ଏଇଠି ଆପଣମାନେ ଜାଣିପାରୁଥିବେ ଯେ 60,000ରୁ ଉର୍ଦ୍ଧ୍ୱ ହିତାଧିକାରୀ ବର୍ତ୍ତମାନ ପିଏମ୍ କିଷାନ ଯୋଜନାର 22ତମ ଇନଷ୍ଟଲମେଣ୍ଟରେ ଟଙ୍କା ପାଇନଥିଲେ 23ତମ ଇନଷ୍ଟଲମେଣ୍ଟର ଟଙ୍କା ପାଇବେ। ସେମାନଙ୍କ ମଧ୍ୟରୁ କିଛି ହିତାଧିକାରୀ ରହିଛନ୍ତି ଯେଉଁମାନେ କି ପୂର୍ବରୁ ସବୁ କିଛି ଟଙ୍କା ପାଇଥିଲେ, 22ତମ ଇନଷ୍ଟଲମେଣ୍ଟ ତାଙ୍କର ପେଣ୍ଡିଂ ଥିଲା, ସେମାନେ 23ତମ ଇନଷ୍ଟଲମେଣ୍ଟରେ ସାମିଲ ହେବେ ଏବଂ ଆଉ କିଛି ନୂଆ ହିତାଧିକାରୀ ରହିଛନ୍ତି ଯେଉଁମାନେ ପିଏମ୍ କିଷାନ ଆପ୍ଲାଏ କରିଥିଲେ ତାଙ୍କର ଏପ୍ରୁଭ୍ ହେଇଛି। ତେଣୁ ଯେଉଁମାନଙ୍କର ପେଣ୍ଡିଂ ଥିଲା ସେମାନଙ୍କର ବହୁତ ସାରା ରିଜିନ୍ ଥିଲା, ସେ ବିଷୟରେ ମୁଁ ଆପଣମାନଙ୍କୁ ଟିକେ ଡିଟେଲ୍ସ ଦେଖାଉଛି। ଏଇଠି ଆପଣମାନେ ଦେଖିପାରୁଥିବେ ଯେଉଁ ଚାଷୀ ଭାଇମାନଙ୍କର ପେଣ୍ଡିଂ ଥିଲା ଅର୍ଥାତ୍ 2025 ମସିହାରେ ତାଙ୍କର କିସ୍ତି ଆସିନଥିଲା ତାଙ୍କୁ ଗୋଟେ ମେସେଜ ଯାହାକି ପଠାଯାଇଥିଲା। ଦେଖନ୍ତୁ, ପ୍ରିୟ ଚାଷୀ ବନ୍ଧୁ, ପିଏମ୍ କିଷାନରେ ଆପଣମାନଙ୍କ ତଥ୍ୟ ଯାଞ୍ଚ ନିମନ୍ତେ ସ୍ଥଗିତ ରହିଅଛି। ତେଣୁ ଯୋଜନାର ଲାଭ ଜାରି ରଖିବା ପାଇଁ ପିଏମ୍ କିଷାନ ପୋର୍ଟାଲରେ ଆବଶ୍ୟକ ତଥ୍ୟକୁ ସଠିକ୍ କରାଇ ନିଅନ୍ତୁ। ଅଧିକ ସୂଚନା ପାଇଁ ନିକଟସ୍ଥ ବ୍ଲକ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ। ତେଣୁ ଏଇ ଯେଉଁ ମେସେଜ ବହୁତ ଜଣ ଫାର୍ମରଙ୍କୁ ଆସିଥିଲା, ତ ଏମାନଙ୍କର କୌଣସି କାରଣବଶତଃ ତାଙ୍କର ଟଙ୍କାଟି ପେଣ୍ଡିଂ ରହିଯାଇଥିଲା। ତେଣୁ ସେଇ ପେଣ୍ଡିଂ ଟଙ୍କା ବର୍ତ୍ତମାନ ସେମାନେ ଯଦି କ୍ଲିୟର କରିଛନ୍ତି ତାଙ୍କର ସବୁ ଡାଟା, ତାହେଲେ ସେହି ସବୁ ହିତାଧିକାରୀଙ୍କୁ ଟଙ୍କା ମିଳିବ। ତ ଟଙ୍କା ପେଣ୍ଡିଂର ବିଭିନ୍ନ ପ୍ରକାର ରିଜିନ୍ ଥିଲା। ଦେଖନ୍ତୁ, ମୁଁ ଏଠି ଆପଣମାନଙ୍କୁ ସବୁ କିଛି ରିଜିନ୍ ଦେଖାଉଛି। ଯେଉଁମାନଙ୍କର 22ତମ ଇନଷ୍ଟଲମେଣ୍ଟରେ ଏସବୁ ପେଣ୍ଡିଂ ଥିଲା ତ ସେମାନେ ନିହାତି ଏଥର ଟଙ୍କା ପାଇବେ। ତାର କାରଣ ଆପଣମାନଙ୍କର ଯେଉଁଟାକି ଲ୍ୟାଣ୍ଡ ଟ୍ରାନ୍ସଫର 2019 ପରେ ଯଦି ଆପଣମାନଙ୍କର ନାଁରେ ହେଇଛି ଏବଂ ସେଇଟା ଆପଣମାନେ ଯଦି ଭେରିଫିକେସନ୍ କରିଛନ୍ତି, ମନେ ରଖନ୍ତୁ ଯେଉଁମାନେ ଭେରିଫିକେସନ୍ ଯାଇ କରିଛନ୍ତି ସେଇମାନଙ୍କୁ ହିଁ ଟଙ୍କା ମିଳିବ, କିନ୍ତୁ ଯେଉଁମାନେ ଭେରିଫିକେସନ୍ କରିନାହାନ୍ତି ବା ପିଏମ୍ କିଷାନ ପୋର୍ଟାଲରେ ଅପଡେଟ୍ କରିନାହାନ୍ତି ସେମାନଙ୍କୁ ତାଙ୍କର ପେଣ୍ଡିଂ ଟଙ୍କା ମିଳିବ ନାହିଁ। ଆହୁରି ଗୋଟେ ଦେଖନ୍ତୁ ଏଠି ରହିଛି ରେଜିଷ୍ଟର ପ୍ରଫେସନାଲ, ଆପଣମାନଙ୍କର ଇନଏଲିଜିବୁଲ, ଡେଥ୍, ଇନଏକ୍ଟିଭ, ତା ସହିତ ଦେଖନ୍ତୁ ଆପଣମାନଙ୍କର ବହୁତ କିଛି ରିଜିନ୍ ଆପଣମାନଙ୍କୁ ଏଠି ଶୋ କରୁଛି। ଏହିସବୁ ରିଜିନ୍ ପାଇଁ ଯଦି ଆପଣମାନଙ୍କର ଟେମ୍ପୋରାରୀ ହୋଲ୍ଡ କରାଯାଇଥିଲା ତାହେଲେ ସେଇ ଟେମ୍ପୋରାରୀ ହୋଲ୍ଡ ଯେଉଁମାନଙ୍କର ଥିଲା ସେମାନଙ୍କୁ ବର୍ତ୍ତମାନ ଯାଇକି ଏପ୍ରୁଭାଲ୍ କରାଯାଉଛି ଏବଂ ତାଙ୍କର ଟଙ୍କା ଆପଣମାନଙ୍କର ଆଜି ଯାକି ସନ୍ଧ୍ୟା 5ଟା ପରେ ବ୍ୟାଙ୍କ ଆକାଉଣ୍ଟରେ କ୍ରେଡିଟ୍ ହେଇଯିବ। ତ ଆପଣମାନଙ୍କ ମଧ୍ୟରୁ ଯେଉଁମାନଙ୍କର ବି ଟଙ୍କା ଗତ ଥର ଆସିନଥିଲା ବା କୌଣସି ବି କିସ୍ତି ପେଣ୍ଡିଂ ଥିଲା,
ଆପଣମାନେ ବର୍ତ୍ତମାନ ନିଜ ନିଜର ଷ୍ଟାଟସ୍ ପିଏମ୍ କିସାନର ଅଫିସିଆଲ ଆପ୍ରେ ମଧ୍ୟ ଚେକ୍ କରିପାରିବେ। ଯଦି ସେଠି ଆପଣମାନଙ୍କର ପିଏଫ୍ଏମ୍ଏସ୍ ଷ୍ଟାଟସ୍ ଅପଡେଟ୍ ଦେଖାଉଛି ତାହେଲେ ଆଜି ଆପଣମାନେ ଟଙ୍କା ପାଇବେ। ତ ନିହାତି ଏଇଟା ଗୋଟେ ଖୁସିର ଖବର। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କ ପାଇଁ ଟିକେ ଇନଫର୍ମେଟିଭ୍ ରହିଥିବ। ତେଣୁ ଯେଉଁ ନୂଆ ନୂଆ ଅପଡେଟ୍ ଆସୁଛି ସବୁକିଛି ଆପଣମାନଙ୍କୁ ମୋ ଚ୍ୟାନେଲ୍ ମାଧ୍ୟମରେ ଦେଉଛି। ତେଣୁ ଚ୍ୟାନେଲ୍କୁ ଆପଣମାନେ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଏପର୍ଯ୍ୟନ୍ତ ଯଦି ଆପଣମାନେ ଆମକୁ ଫେସବୁକ୍ ବା ଇନଷ୍ଟାଗ୍ରାମରେ ଫଲୋ କରିନାହାନ୍ତି ଫଲୋ କରିଦିଅନ୍ତୁ, ଯାହାଦ୍ୱାରା କି ସବୁକିଛି ଅପଡେଟ୍ ଆପଣମାନଙ୍କୁ ସର୍ବପ୍ରଥମେ ଆମ ଚ୍ୟାନେଲ୍ ମାଧ୍ୟମରେ ମିଳିପାରିବ। ଧନ୍ୟବାଦ।